ଆଜ୍ଞା ନମସ୍କାର। ମା ଦଶଭୁଜା ଖଣ୍ଡଗିରିର ବାରଭୁଜା ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ତାଙ୍କରି କୁମ୍ଭମେଳାରେ ଆଗକୁ 30-40 ବର୍ଷ ହେଲା ମୁଁ ସବୁ ମଞ୍ଚରେ ଏମିତି କୋଉ ମଞ୍ଚ ନାହିଁ ଖଣ୍ଡଗିରିରେ ଯେ ମୁଁ ସେ ମଞ୍ଚରେ ଅଭିନୟ କରିନି। ଏଇଟା ମାଙ୍କ ଦୟାରୁ, ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଉ ଏ ଖଣ୍ଡଗିରି ମେଳାରେ ହେଲା ହାର ଜିତର ମେଳା। ଏ ସବୁ ମେଳାରେ ସବୁ ଅନୁଷ୍ଠାନରେ 30-40 ବର୍ଷ ହେଲା ମୁଁ ପ୍ରତିଯୋଗିତା କରି ଆସୁଛି। ମୁଁ ଜୟ କରୁଛି କି ପରାଜୟ କରୁଛି ଏଟା ଦର୍ଶକ ମାନେ ଅନୁମାନ କରି କହିବେ। ଆପଣ ମାନେ କହିପାରିବେ। ମୁଁ ନିଜକୁ ଧନ୍ୟ ମନେ କରୁଛି। ଏଇ କୁମ୍ଭ ମେଳାରେ ଏଇ ଜୟ ଯାତ୍ରା ଯେତେ ଦିନ ପର୍ଯ୍ୟନ୍ତ ମୁଁ ଏ କଳା ଜଗତରେ ଯାତ୍ରା ଜଗତରେ ଥିବି, ମୁଁ ଆଶା କରୁଛି ସବୁ ବର୍ଷ ଏଇ କୁମ୍ଭ ମେଳାରେ ଆସିକି ଯାତ୍ରା କରିବି। ବହୁତ ଆନନ୍ଦ ଲାଗେ ଆଜ୍ଞା। ଚରିତ୍ରରେ କହିଲେ ଏ ମନକୁ କଷ୍ଟ ଆସେ। ଚରିତ୍ର ଅଛି, ଭଲ ଚରିତ୍ର ଅଛି ଅବଶ୍ୟ। ନୋ କମେଡି, ଫୁଲ ସିରିୟସ୍, ପୁରୁଣା ସଂଳାପ କି ପୁରୁଣା ଚରିତ୍ର ମୁଁ କହେ ନାହିଁ। ଏଇ ସଂଳାପଟି ମୋର ମାନିଆ ଅଛି। ଜଣେ ଗୋଟେ ନର୍ସିଂ ହୋମରେ ମୁଁ ଗୋଟେ MD ହେଇକି ଅଛି। ଘରେ ଗୁମାସ୍ତା, ନର୍ସିଂ ହୋମରେ MD, ଏଇଭଳି ଭାବରେ ଚରିତ୍ରଟେ ଅଛି। ଆଉ ନାଟକ, ମୋ ଜୀବନରେ ମୁଁ ଅନେକ ନାଟକ କରିଛି, ବହୁତ ନାଟକ କରିଛି। 150ରୁ ଉର୍ଦ୍ଧ୍ୱ ନାଟକ ମୁଁ ଯାତ୍ରା ନାଟକରେ ମଞ୍ଚସ୍ଥ କରିଛି। କିନ୍ତୁ ଏ ନାଟକ ଏତେ ସୁନ୍ଦର ମତେ ଲାଗିଛି, ମୋ ଆତ୍ମାକୁ ଛୁଇଁଛି ଯେ ଏଇଭଳି ନାଟକ ମୁଁ ତ ଆଶା କରୁଛି ଯଦି এই ଖଣ୍ଡଗିରି କୁମ୍ଭମେଳାରେ ନାଟକ ଉପରେ ସେ ତର୍ଜମା କରାଯାଏ ତାହେଲେ ଶ୍ରେଷ୍ଠ ସ୍ଥାନରେ ଏଇ ନାଟକ ହିଁ ରହିବ। କାରଣ ଏଇ ନାଟକ ଗୋଟେ ମେସେଜ, ଅନ୍ଧବିଶ୍ୱାସ ପ୍ରତି ଗୋଟେ ମେସେଜ। এই ଅନ୍ଧବିଶ୍ୱାସକୁ ବିଶ୍ୱାସ କରି ମଣିଷମାନେ ଆଜି କଣ ହଉଛନ୍ତି ଗୋଟେ ମେସେଜ। ତେଣୁ ମୁଁ ଆଶା କରେ, ମୋର ଦୀର୍ଘ ଦିନର ଅନୁଭୂତିରୁ ମୁଁ କହୁଛି, ଏଇ ଧଉଳି ଗଣନାଟ୍ୟର ଯୋଉ ନାଟକ ସବୁଙ୍କ ଭୁଲ ହେଇଗଲା ଶ୍ରେଷ୍ଠ ନାଟକ ହବ ମୁଁ ଆଶା କରୁଛି। ଅନ୍ୟମାନେ କଣ କହିବେ ସମସ୍ତ ଖାଲି ଯେ ଅଭିନୟ, ମୁଁ ବି ସେମିତି ଷ୍ଟାର ମାନଙ୍କ ମଧ୍ୟରେ ଯାତ୍ରା କରିଛି, ବି ଫେଲ ହେଇଛି। ଆଜ୍ଞା ତାଙ୍କ ପାଇଁ ମୁଁ ଏଇଠି ଏଇ ଖଣ୍ଡଗିରି ମେଳାରେ ତାଙ୍କ ପାଦ ତଳେ ପ୍ରଣାମ କରୁଛି। ସେମାନେ ସ୍ୱର୍ଗରେ ରୁହନ୍ତି। କଳାକାର ମାନେ ଅବହେଳିତ, କଳାକାର ଜୀବନ ଅବହେଳିତ ବୋଲି ଗୋଟେ କହିଦେବାଟା ଠିକ ନୁହେଁ। ଅବହେଳିତ ବୋଲି କହିଦେବାଟା ଠିକ ନୁହେଁ। କାହିଁକି ଅବହେଳିତ? କାହିଁକି କଳାକାର ମାନେ ଆଡଜଷ୍ଟ ଲାଇଫ, ବୁଲି 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 ଯାଯାବର ଜୀବନ। ଯାଯାବର ଜୀବନ କଣ? ଯୋଉ ଆପଣ କହିଲେ ଯାଯାବର ଜୀବନଟା କଣ? ସୁଖ ଦୁଃଖ ବି ଅଛି, ସୁଖ ବି ଅଛି। ଆଉ ଇଏ ଯୋଉ ଯାତ୍ରା କଳା, ସେ ଯାତ୍ରା କଳାକୁ ସେ ଦୁଃଖରେ ଆସିନାହାନ୍ତି। ଆମେ ଆସିନଥିଲୁ, ଆମେ ନିଶାରେ ଆସିଥିଲୁ। ନିଶା କଣ? ଯାତ୍ରା କରିବା, ଅଭିନୟ କରିବା, ସେଇ ନିଶାରେ ଆମେ ଆସିଥିଲୁ। ଯାହା ଗୋଟେ ପେଶା। ଏଇ ତ ଖଣ୍ଡଗିରି କୁମ୍ଭ ମେଳାର ମଜା। ସେଇ ଯୋଉ ମଜାଟା ଆଉ କୋଉଠି ମିଳେନି। ତେଣୁ ଓଡ଼ିଶାର ଗୋଟିଏ ମେଳା କୁମ୍ଭ ମେଳାରେ ଏମିତି ସବୁ ଭେଳିକି ଦେଖାନ୍ତି। ତା ଭିତରେ ଯିଏ ଯିଏ ବୁଲେଇବ କି ପ୍ରଶାସନ କରିବ କି ଭଲ ମନ୍ଦ କରିବ, ସିଏ ଯେ ହାଏଷ୍ଟ ସେଲ ନେଇଯାଉଛି ଏମିତି କିଛି କୋଉଠି ପ୍ରମାଣ ମୁଁ ପାଇନି। 30-40 ବର୍ଷ ହେଲା ଖଣ୍ଡଗିରି ମେଳାରେ ସେମିତି ପ୍ରମାଣ ମୁଁ ପାଇନି ଯେ ଏଇ ଗଣନାଟ୍ୟ କି ଅପରା ଏମିତି ପ୍ରଦର୍ଶନ କରିକି ହାଏଷ୍ଟ ସେଲ ନେଇଗଲା। ନାଇଁ, ନାଟକର ଦମ ଥିବା ଦରକାର। ନିଶ୍ଚିତ କଣ ଭଲ କହିବେ।
ଯୋଉ ନାଟକ ହେଇଛି ଯୋଉ ନାଟକ କରି ଯିଏ ସେଲ ନେଲା ବିଜ୍ଞାପନ କାମ ଦବନି। କାମ ଦବ କଣ ବିଜ୍ଞାପନ କଣ କାମ ଦବ? ତେଣୁ ମୋର ଅନୁଭୂତି ଏମିତି ନାହିଁ ଏ ହୁଏତ କଣ କିଛି ହବନି। ନାଟକ ଖଣ୍ଡଗିରି ମେଳା କୁମ୍ଭ ମେଳା। ଜୟ ଜଗନ୍ନାଥ ରହିଲି।